ଥରେ ଦେବଶ୍ରୀ ନାରଦ ନାରାୟଣ ନାରାୟଣ ସ୍ମରଣ କରି ତ୍ରିଲୋକ ଭ୍ରମଣ କରୁଥିଲେ। ସେ ସ୍ୱର୍ଗ, ମର୍ତ୍ତ୍ୟ ଏବଂ ପାତାଳ ତିନି ଲୋକରେ ଘୁରି ବୁଲୁଥିବା ସମୟରେ ହଠାତ୍ ତାଙ୍କର ସାକ୍ଷାତ କର୍ମଫଳଦାତା ଶନିଦେବଙ୍କ ସହିତ ହେଲା। ଦେବଶ୍ରୀ ନାରଦ ସର୍ବଦା ନିଜର ବୁଦ୍ଧି ଏବଂ ଚାତୁରୀ ପାଇଁ ପ୍ରସିଦ୍ଧ। ତେଣୁ ସେ ଶନିଦେବଙ୍କୁ ପରୀକ୍ଷା କରିବାକୁ ଏବଂ ତାଙ୍କର ପ୍ରଭାବ ସମ୍ପର୍କରେ ଜାଣିବାକୁ ଇଚ୍ଛା ପ୍ରକାଶ କଲେ। ନାରଦ ମୁନି ହସି ହସି ଶନିଦେବଙ୍କୁ ପ୍ରଶ୍ନ କଲେ, ହେ ଶନିଦେବ, ଆପଣ ସମସ୍ତଙ୍କୁ ନିଜର ଦୃଷ୍ଟି ଏବଂ ପ୍ରଭାବ ଦ୍ୱାରା କଷ୍ଟ ଦିଅନ୍ତି ବୋଲି ସମସ୍ତେ କୁହନ୍ତି, କିନ୍ତୁ ଆପଣଙ୍କ ପ୍ରଭାବରୁ କେହି କ'ଣ ବର୍ତ୍ତି ପାରିବେ ନାହିଁ? ଆପଣଙ୍କର ଏହି ନ୍ୟାୟ କ'ଣ ସମସ୍ତଙ୍କ ପାଇଁ ସମାନ? ଶନିଦେବ ନାରଦଙ୍କ ପ୍ରଶ୍ନ ଶୁଣି ଶାନ୍ତ ଏବଂ ଗମ୍ଭୀର ସ୍ୱରରେ ଉତ୍ତର ଦେଲେ, ହେ ନାରଦ, ମୁଁ କାହାକୁ ଅଯଥାରେ କଷ୍ଟ ଦିଏ ନାହିଁ। ମୁଁ କେବଳ ପ୍ରତ୍ୟେକ ଜୀବର କର୍ମ ଅନୁଯାୟୀ ଫଳ ପ୍ରଦାନ କରିଥାଏ। କର୍ମ ଫଳରୁ କେହି ବି ଖସି ଯାଇପାରିବେ ନାହିଁ। ଏପରିକି ଦେବତାମାନେ ମଧ୍ୟ ମୋ ପ୍ରଭାବରୁ ମୁକ୍ତ ନୁହନ୍ତି। ଯିଏ ଯେପରି କର୍ମ କରେ ତାକୁ ସେହି ଅନୁଯାୟୀ ଫଳ ଭୋଗ କରିବାକୁ ପଡ଼ିଥାଏ। ନାରଦ ମୁନି ଏହି କଥାକୁ ବିଶ୍ୱାସ କରିପାରିଲେ ନାହିଁ ଏବଂ ସେ ଟିକେ ଚାତୁରୀ କରି କହିଲେ, ତେବେ କ'ଣ ଭଗବାନ ମଧ୍ୟ ଆପଣଙ୍କ ପ୍ରଭାବରୁ ବାଦ୍ ପଡ଼ିପାରିବେ ନାହିଁ? ଶନିଦେବ ଦୃଢ଼ତାର ସହିତ ଉତ୍ତର ଦେଲେ, ନା, କର୍ମଫଳର ନିୟମ ସମସ୍ତଙ୍କ ପାଇଁ ସମାନ। ସମୟ ଆସିଲେ ସମସ୍ତଙ୍କୁ ମୋର ପ୍ରଭାବର ସାମ୍ନା କରିବାକୁ ପଡ଼ିବ। ଏହି କଥାବାର୍ତ୍ତା ଶୁଣି ନାରଦ ମୁନିଙ୍କ ମନରେ କୌତୂହଳ ଜାତ ହେଲା ଏବଂ ସେ ଭଗବାନ ବିଷ୍ଣୁଙ୍କ ନିକଟକୁ ଯାଇ ଏହି ବିଷୟରେ ଜଣାଇବାକୁ ସ୍ଥିର କଲେ। ସେ ବୈକୁଣ୍ଠ ଧାମରେ ପହଞ୍ଚି ଭଗବାନ ବିଷ୍ଣୁଙ୍କୁ ପ୍ରଣାମ କଲେ। ଭଗବାନ ବିଷ୍ଣୁ ନାରଦଙ୍କ ଆସିବାର କାରଣ ପଚାରିଲେ। ନାରଦ କହିଲେ, ପ୍ରଭୁ, ଶନିଦେବ କହୁଛନ୍ତି ଯେ ସମଗ୍ର ସୃଷ୍ଟି ତାଙ୍କର ପ୍ରଭାବରୁ ମୁକ୍ତ ନୁହେଁ ଏବଂ ଆପଣ ମଧ୍ୟ ତାଙ୍କ ଦୃଷ୍ଟିରୁ ବର୍ତ୍ତି ପାରିବେ ନାହିଁ। ଏହା କେତେ ଦୂର ସତ୍ୟ? ଭଗବାନ ବିଷ୍ଣୁ ମୃଦୁ ହସି କହିଲେ, ନାରଦ, ଶନିଦେବ ନିଜ କର୍ତ୍ତବ୍ୟରେ ସମ୍ପୂର୍ଣ୍ଣ ସତ୍ୟ ଏବଂ ନ୍ୟାୟପରାୟଣ। ଏହାପରେ ଭଗବାନ ବିଷ୍ଣୁ ନାରଦଙ୍କୁ କହିଲେ, ଯାଅ ନାରଦ, ଶନିଙ୍କ ପ୍ରଭାବ କିପରି ହୋଇଥାଏ ତାହା ତୁମେ ନିଜେ ଅନୁଭବ କର। ଏହାପରେ ନାରଦ ମର୍ତ୍ତ୍ୟଧାମକୁ ବାହାରିଲେ। ସେତେବେଳେ ଶନିଦେବଙ୍କ ଦୃଷ୍ଟି ନାରଦଙ୍କ ଉପରେ ପଡ଼ିଲା। ସେହି ପ୍ରଭାବ ଯୋଗୁଁ ନାରଦଙ୍କ ମନରେ ଏକ ଅଜ୍ଞାତ ଭୟ ଏବଂ ଉତ୍ତେଜନା ସୃଷ୍ଟି ହେଲା। ନାରଦ ଆଗକୁ ବଢ଼ୁଥିବା ବେଳେ ତାଙ୍କ ମନ ଭିତରେ ଅଜଣା ଅଶାନ୍ତି ବଢ଼ିବାକୁ ଲାଗିଲା। ସେ ସଦା ସ୍ମିତ ମୁଖରେ ନାରାୟଣ ନାରାୟଣ ଜପ କରୁଥିଲେ, କିନ୍ତୁ ଏବେ ସେହି ଜପରେ ମଧ୍ୟ ଏକ ଅସହନୀୟତା ଦେଖାଯାଉଥିଲା। ସେହି ସମୟରେ ରାସ୍ତାରେ ଏକ ଛୋଟ ଗ୍ରାମ ପଡ଼ିଲା। ସେଠାରେ ଦୁଇ ଲୋକଙ୍କ ମଧ୍ୟରେ ଝଗଡ଼ା ଚାଲିଥିଲା। ସାଧାରଣତଃ ନାରଦ ମୁନି ଏମିତି ସମୟରେ ଶାନ୍ତି ପ୍ରସ୍ତାବ ଦେଇଥାନ୍ତି, କିନ୍ତୁ ଶନିଙ୍କ ପ୍ରଭାବରେ ବିପରୀତ ହୋଇଗଲା। ନାରଦ କହିଲେ, ତୁମେ ଦୁଇଜଣ କେବେ ବି ସମ୍ମତି କରିପାରିବ ନାହିଁ। ତୁମ୍ଭମାନଙ୍କ ମଧ୍ୟରେ ଦ୍ୱେଷ ଆହୁରି ବଢ଼ିବ। ତାଙ୍କର ଏହି କଥା ଶୁଣି ସେହି ଝଗଡ଼ା ଆହୁରି ବଢ଼ିଗଲା। ଗ୍ରାମର ଲୋକମାନେ ଆଶ୍ଚର୍ଯ୍ୟ ହେଲେ, ଯିଏ ସଦା ଶାନ୍ତିର ଦୂତ ସେ କେମିତି ଏକଥା କହୁଛନ୍ତି। କିଛି ସମୟ ପରେ ନାରଦ ନିଜେ ମଧ୍ୟ ଏହା ଭାବି ଆଶ୍ଚର୍ଯ୍ୟ ହେଲେ, ମୁଁ ଏମିତି କହିଲି କାହିଁକି? ଏହା ତ ମୋର ସ୍ୱଭାବ ନୁହେଁ। ତାପରେ ସେ ଧ୍ୟାନରେ ବସିଲେ ଏବଂ ଦିବ୍ୟ ଦୃଷ୍ଟିରେ ବୁଝିଲେ ଯେ ଏହା ଶନିଦେବଙ୍କର ଦୃଷ୍ଟିର ପ୍ରଭାବ। ନାରଦ ତୁରନ୍ତ ଆକାଶକୁ ଦେଖି କହିଲେ, ହେ ଶନିଦେବ, ଆପଣଙ୍କ ଲୀଳା ଅତ୍ୟନ୍ତ ଗମ୍ଭୀର। ମୋତେ ଏହି ପରୀକ୍ଷାରୁ ମୁକ୍ତି କରନ୍ତୁ। ତାହାପରେ ଶନିଦେବ ପ୍ରକଟ ହେଲେ ଏବଂ କହିଲେ, ହେ ନାରଦ, ଏହା ମୋର ଦୃଷ୍ଟିର ପ୍ରଭାବ ମାତ୍ର, ଯାହା ନିଜ ମନକୁ ନିୟନ୍ତ୍ରଣ କରିବାକୁ ଦିଏନି। ସେଥିରେ ଏହି ପ୍ରଭାବ ଆହୁରି ବଢ଼ିଯାଏ। ଶନିଦେବଙ୍କର ପ୍ରଭାବ ସମାପ୍ତ ହେଲା ପରେ ନାରଦଙ୍କୁ ତାଙ୍କର ନିଜର ଭୁଲ ବୁଝା ପଡ଼ିଲା। ସେ ଲଜ୍ଜିତ ହୋଇ ଭଗବାନ ବିଷ୍ଣୁଙ୍କ ନିକଟକୁ ଫେରି ଆସିଲେ ଏବଂ କହିଲେ, ପ୍ରଭୁ, ଆପଣଙ୍କ କଥା ସତ୍ୟ। କର୍ମଫଳ ଏବଂ ଶନିଙ୍କ ପ୍ରଭାବରୁ କେହି ବି ବର୍ତ୍ତି ପାରିବେ ନାହିଁ। ଭଗବାନ ବିଷ୍ଣୁ କହିଲେ, ନାରଦ, ଶନିଦେବ କେବଳ ନ୍ୟାୟର ପ୍ରତୀକ ଅଟନ୍ତି। ଯିଏ ଯାହା କର୍ମ କରେ ତାକୁ ତାହାର ହିଁ ଫଳ ମିଳିଥାଏ। ଏହିପରି ଭାବରେ ନାରଦ ମଧ୍ୟ ଶନିଦେବଙ୍କ ମହିମାକୁ ସ୍ୱୀକାର କଲେ। ଏହାକୁ ଆହୁରି ଗଭୀର ଭାବରେ ବୁଝାଇବାକୁ ନାରାୟଣ ନାରଦଙ୍କୁ ରାମ ଅବତାରରେ ଶନିଦେବଙ୍କ ବକ୍ର ଦୃଷ୍ଟି ପ୍ରସଙ୍ଗ ବିଷୟରେ କହିଲେ। ନାରାୟଣ କହିଲେ, ନାରଦ, ଧ୍ୟାନ ଦେଇ ଶୁଣ। ତ୍ରେତୟା ଯୁଗରେ ଶ୍ରୀ ରାମଚନ୍ଦ୍ର ଅବତାରରେ ଯେତେବେଳେ ମୋତେ ରାଜା ହେବାର ଥିଲା, ସେତେବେଳେ ସମସ୍ତ ଦେବତାମାନେ ଅଯୋଧ୍ୟାରେ ଏକତ୍ରିତ ହୋଇଥିଲେ। ସେହି ସମୟରେ ଶନିଦେବ ମୋ ଦର୍ଶନ କରିବା ପାଇଁ ପହଞ୍ଚିଲେ। ମୁଁ ସ୍ନେହ ଏବଂ ସମ୍ମାନର ସହ ଶନିଦେବଙ୍କୁ ସ୍ୱାଗତ କଲି ଏବଂ ପଚାରିଲି, ହେ କର୍ମଫଳଦାତା, ଆଜି ଆପଣଙ୍କର ଏଠାକୁ ଆସିବାର କାରଣ କ'ଣ? ଶନିଦେବ ହାତ ଯୋଡ଼ି ନମ୍ରତାର ସହିତ କହିଲେ, ହେ ପ୍ରଭୁ, ସୃଷ୍ଟିର ନିୟମ ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତି ନିଜ କର୍ମ ଅନୁସାରେ ଫଳ ଭୋଗ କରିଥାଏ।
ଆପଣଙ୍କ ଜୀବନରେ ମଧ୍ୟ ଏକ ସମୟ ଆସିବ ଯେତେବେଳେ ଆପଣଙ୍କୁ ମୋର ପ୍ରଭାବରୁ ଗତି କରିବାକୁ ପଡ଼ିବ। ମୁଁ ଆପଣଙ୍କୁ ସୂଚନା ଦେଉଛି ଯେ ଖୁବ୍ ଶୀଘ୍ର ମୋର ଦୃଷ୍ଟି ଆପଣଙ୍କ ଉପରେ ପଡ଼ିବାକୁ ଯାଉଛି। ମୁଁ ଏହା ଶୁଣି କୌଣସି ଭୟ ନ କରି ବରଂ ସ୍ମିତ ହାସ୍ୟ ପ୍ରଦାନ କଲି ଏବଂ କହିଲି, ଯଦି ଏହା ସୃଷ୍ଟିର ନିୟମ ତେବେ ମୁଁ ସ୍ୱାଗତ କରୁଛି। ନ୍ୟାୟର ପଥରେ ଚାଲିବା ମୋର ଧର୍ମ ଏବଂ ଆପଣଙ୍କ ନ୍ୟାୟରେ କୌଣସି ଅନ୍ୟାୟ ନାହିଁ। ଏହାପରେ ଶନିଦେବଙ୍କ ପ୍ରଭାବ ଆରମ୍ଭ ହେଲା ଏବଂ ଠିକ୍ ସେହି ସମୟରେ ମାତା କୈକେୟୀଙ୍କ ମନରେ ମନ୍ଥରାଙ୍କର ପ୍ରଭାବ ପଡ଼ିଲା। ମୋତେ ରାଜ୍ୟଭାର ବଦଳରେ 14 ବର୍ଷର ବନବାସ ଭୋଗିବାକୁ ପଡ଼ିଲା। ମୁଁ ଏହି କଷ୍ଟକୁ ହସି ହସି ଗ୍ରହଣ କଲି ଏବଂ ପିତାଙ୍କ ଆଦେଶ ପାଳନ କରି ବନକୁ ଗଲି। ବନବାସ ସମୟରେ ସୀତାଙ୍କର ଅପହରଣ ହେଲା ଏବଂ ଲଙ୍କା ଯୁଦ୍ଧ ଭଳି ଅନେକ ଦୁଃଖ କଷ୍ଟର ସମ୍ମୁଖୀନ କରିବାକୁ ପଡ଼ିଲା। କିନ୍ତୁ ନିଜର ମର୍ଯ୍ୟାଦା ଏବଂ ଧର୍ମପଥରୁ କେବେ ବି ବିଚ୍ୟୁତ ହେଲି ନାହିଁ। ଶେଷରେ ରାବଣର ବଧ ହେଲା ଏବଂ ମୁଁ ଅଯୋଧ୍ୟା ଫେରି ରାଜା ହେଲି। ସେତେବେଳେ ଶନିଦେବ ପୁଣି ଥରେ ଆସିଲେ ଏବଂ କହିଲେ, ହେ ପ୍ରଭୁ, ଆପଣ ସମସ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଧର୍ମର ରକ୍ଷା କରିଛନ୍ତି। ବର୍ତ୍ତମାନ ମୋର ପ୍ରଭାବ ସମାପ୍ତ ହେଲା। ମୁଁ ଶନିଦେବଙ୍କୁ ଧନ୍ୟବାଦ ଦେଇ କହିଲି, ଆପଣଙ୍କ ପ୍ରଭାବ ଯୋଗୁଁ ମୁଁ ଲୋକ କଲ୍ୟାଣ ଏବଂ ଅସୁରମାନଙ୍କୁ ବିନାଶ କରିବାର ସୁଯୋଗ ପାଇଲି। କର୍ମଫଳ ସମସ୍ତଙ୍କ ପାଇଁ ସମାନ ଏବଂ ଏହା ହିଁ ଜୀବନର ପ୍ରକୃତ ସତ୍ୟ। ଭଗବାନ ବିଷ୍ଣୁ ନାରଦଙ୍କୁ ବୁଝାଇ କହିଲେ ଯେ ଶନିଦେବଙ୍କର ବକ୍ରଦୃଷ୍ଟି କେବଳ କଷ୍ଟ ଦେବା ପାଇଁ ନୁହେଁ, ବରଂ ମଣିଷକୁ ତାର କର୍ମର ପରିଶୋଧ କରି ନିର୍ମଳ କରିବା ପାଇଁ ହୋଇଥାଏ। ତେବେ ଯେଉଁମାନେ ନିଜ ଜୀବନରେ କିଛି ନିର୍ଦ୍ଦିଷ୍ଟ କର୍ମ ଓ ସଦାଚାର ପାଳନ କରନ୍ତି, ସେମାନଙ୍କ ଉପରେ ଶନିଦେବଙ୍କର କୋପର ପ୍ରଭାବ ଅନେକାଂଶରେ କମିଯାଏ। ଶନିଦେବଙ୍କର ପ୍ରଳୟଙ୍କରୀ ମହିମା ଏବଂ ତାଙ୍କର କ୍ରୂର ଦୃଷ୍ଟିର ପ୍ରଭାବ ସମ୍ପର୍କରେ ଜାଣିବା ପରେ ନାରଦ ମୁନି ଚିନ୍ତିତ ହୋଇପଡ଼ିଲେ। ନାରଦ ନାରାୟଣଙ୍କ ସମ୍ମୁଖରେ ହାତ ଯୋଡ଼ି ପୁଣି ପ୍ରଶ୍ନ କଲେ, ହେ ପ୍ରଭୁ, ଆପଣ ତ ସ୍ୱୟଂ ଭଗବାନ। ଆପଣ ଶ୍ରୀରାମ ରୂପରେ ଅବତୀର୍ଣ୍ଣ ହୋଇ ଶନିଦେବଙ୍କ ବକ୍ରଦୃଷ୍ଟିକୁ ସହ୍ୟ କରିନେଲେ ଏବଂ ଦୁଃଖ ଭୋଗିଲେ। କିନ୍ତୁ ଜଣେ ସାଧାରଣ ମାନବ ଯିଏ ଅଳ୍ପ ଜ୍ଞାନୀ ଏବଂ ଦୁର୍ବଳ, ସେ ଶନିଦେବଙ୍କର ଏହି କଠୋର ଦୃଷ୍ଟିରୁ କିପରି ସହ୍ୟ କରିବ ଏବଂ ଏଥିରୁ କିପରି ରକ୍ଷା ପାଇପାରିବ? ନାରାୟଣ କହିଲେ ଯେ ସତ୍ୟର ମାର୍ଗରେ ଚାଲୁଥିବା ମଣିଷ କେବେ ହେଲେ ଶନିଦେବଙ୍କ ବକ୍ର ଦୃଷ୍ଟିରୁ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଶନିଦେବଙ୍କ କୋପରୁ ବଞ୍ଚିବା ପାଇଁ ମଣିଷକୁ କିଛି ନିୟମ ଅନୁସରଣ କରିବାକୁ ପଡ଼ିଥାଏ। ପ୍ରଥମତଃ, ଯେଉଁ ବ୍ୟକ୍ତି ନିଜର ବୃଦ୍ଧ ପିତାମାତାଙ୍କୁ ସମ୍ମାନ କରେ ଏବଂ ସେମାନଙ୍କର ସେବା କରେ, ଶନିଦେବ ତା ପ୍ରତି କେବେ ବି ରୁଷ୍ଟ ହୁଅନ୍ତି ନାହିଁ। ପିତୃଭକ୍ତି ଏବଂ ମାତୃସେବା ହେଉଛି ସର୍ବଶ୍ରେଷ୍ଠ ପୁଣ୍ୟ ଯାହା ଶନିଦେବଙ୍କୁ ପ୍ରସନ୍ନ କରିଥାଏ। ଦ୍ୱିତୀୟତଃ, ଦୁର୍ବଳ, ନିରୀହ ଏବଂ ଅସହାୟ ବ୍ୟକ୍ତିଙ୍କୁ କଦାପି ପୀଡ଼ା ଦେବା ଉଚିତ ନୁହେଁ। ଯେଉଁ ମଣିଷ ଅନ୍ୟର ଦୁଃଖରେ ସହାନୁଭୂତି ରଖେ ଏବଂ ନିଜ ସାମର୍ଥ୍ୟ ଅନୁସାରେ ଅନ୍ୟକୁ ସାହାଯ୍ୟ କରେ, ତା ଉପରେ ଶନିଦେବଙ୍କର ଶୁଭ ଦୃଷ୍ଟି ସର୍ବଦା ପଡ଼ି ରହିଥାଏ। ନ୍ୟାୟପରାୟଣ ହୋଇ ବଞ୍ଚିବା ହିଁ ଶନିଦେବଙ୍କ ସବୁଠାରୁ ବଡ଼ ପୂଜା। ତୃତୀୟତଃ, ସ୍ୱଚ୍ଛତା ଏବଂ ଶୃଙ୍ଖଳିତ ଜୀବନଯାପନ କରିବା ମଧ୍ୟ ଜରୁରୀ। ନିଶାଦ୍ରବ୍ୟଠାରୁ ଦୂରେଇ ରହିବା, ଅସତ୍ୟ କହିବା ନାହିଁ ଏବଂ ନିଜର କର୍ତ୍ତବ୍ୟକୁ ନିଷ୍ଠାର ସହ ପାଳନ କରିବା ଶନିଦେବଙ୍କର ପ୍ରିୟ କାର୍ଯ୍ୟ। ଯିଏ ନିଜର କର୍ମକୁ ଧର୍ମ ବୋଲି ମାନେ, ତାର ଭୟ କାହିଁକି? ଚତୁର୍ଥତଃ, ହନୁମାନଙ୍କ ଭକ୍ତି ହେଉଛି ଶନିଦେବଙ୍କ ବକ୍ରଦୃଷ୍ଟିରୁ ରକ୍ଷା ପାଇବାର ଅମୋଘ ଉପାୟ। ନାରାୟଣ କହିଲେ ଯେ ହନୁମାନଙ୍କ ପ୍ରତି ସମର୍ପିତ ଭକ୍ତଙ୍କୁ ଶନିଦେବ କେବେ ହେଲେ କଷ୍ଟ ଦିଅନ୍ତି ନାହିଁ, ବରଂ ସେମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତି। ଶେଷରେ ଭଗବାନ ବିଷ୍ଣୁ କହିଲେ ଯେ ମଣିଷ ଯଦି ପ୍ରତିଦିନ ନିଜର ଅହଙ୍କାର ତ୍ୟାଗ କରି ଶରଣାଗତ ହୁଏ, ତେବେ ଶନିଦେବଙ୍କ ବକ୍ରଦୃଷ୍ଟି ମଧ୍ୟ ଆଶୀର୍ବାଦରେ ପରିଣତ ହୋଇଯାଏ। କାରଣ ଶନିଦେବଙ୍କ ବକ୍ରଦୃଷ୍ଟି ମଣିଷକୁ ସୁଧାରିବା ପାଇଁ ହୋଇଥାଏ। ଯେତେବେଳେ ମଣିଷ ନିଜେ ସୁଧରିଯାଏ, ସେତେବେଳେ ଦଣ୍ଡର ଆଉ କୌଣସି ଆବଶ୍ୟକତା ରହେ ନାହିଁ। ଶନିଦେବ କେବେ ବିନା କାରଣରେ କାହାକୁ କଷ୍ଟ ଦିଅନ୍ତି ନାହିଁ। ସେ ମଣିଷକୁ ସଠିକ୍ ବାଟ ଦେଖାଇବା ପାଇଁ ପରୀକ୍ଷା କରନ୍ତି। ଯେପରି ସୁନାକୁ ନିଆଁରେ ପୋଡ଼ି ଶୁଦ୍ଧ କରାଯାଏ, ସେହିପରି ମଣିଷକୁ କଷ୍ଟ ଦେଇ ସେମାନଙ୍କ ଜୀବନକୁ ଶୁଦ୍ଧ ଓ ସୁନ୍ଦର କରାଯାଏ। ନାରଦ ପୁଣି ପଚାରିଲେ, ହେ ପ୍ରଭୁ, ଯଦି କେହି ମଣିଷ ଭୁଲ କରିଥାଏ, ତେବେ ସେ ନିଜ ଜୀବନକୁ କିପରି ସୁଧାରି ପାରିବେ? ଏହାର ଉତ୍ତରରେ ଭଗବାନ କହିଲେ, ଭୁଲ ପାଇଁ ଅନୁତାପ କରିବା ହିଁ ସବୁଠୁ ବଡ଼ ପ୍ରାୟଶ୍ଚିତ। ଯେଉଁ ମଣିଷ ନିଜର ଭୁଲ ବୁଝିପାରେ ଏବଂ ଆଉ ସେହି ଭୁଲକୁ ନ କରିବାକୁ ସଂକଳ୍ପ ନିଏ, ସେ ଶନିଦେବଙ୍କ କ୍ରୋଧରୁ ମୁକ୍ତି ପାଇଯାଏ। ଏହାଛଡ଼ା
ସହନଶୀଳତା, ଅନ୍ୟର ସେବା ଏବଂ ଭଗବାନଙ୍କ ପ୍ରତି ଭକ୍ତି, ଏହି ତିନୋଟି ଉପାୟ ଦ୍ୱାରା ଶନିଦେବଙ୍କୁ ପ୍ରସନ୍ନ କରାଯାଇପାରେ। ନାରଦ ମୁନି ଭଗବାନଙ୍କୁ ପ୍ରଣାମ କରି କହିଲେ, ହେ ପ୍ରଭୁ, ଆଜି ମୋର ସବୁ ସନ୍ଦେହ ଦୂର ହୋଇଗଲା। ମୁଁ ବୁଝିପାରିଲି ଯେ ଶନିଦେବଙ୍କର ବକ୍ରଦୃଷ୍ଟି କୌଣସି ଦଣ୍ଡ ନୁହେଁ, ବରଂ ଏହା ଏକ ଶିକ୍ଷା। ଏହାପରେ ନାରଦ ମୁନି ନିଜର ବୀଣା ବଜାଇ ନାରାୟଣ ନାରାୟଣ ଗାଇ ସମସ୍ତ ଲୋକଙ୍କୁ ଏହି ଶିକ୍ଷା ଦେବାକୁ ଲାଗିଲେ। ସେ ସମସ୍ତଙ୍କୁ ବୁଝାଇଲେ ଯେ ଜୀବନରେ ଆସୁଥିବା ପ୍ରତ୍ୟେକ କଷ୍ଟ ଆମକୁ ଭଲ ମଣିଷ କରିବା ପାଇଁ ଆସିଥାଏ। ଏହାକୁ ଭୟ ନ କରି ଏଥିରୁ ଶିକ୍ଷା ନେଇ ଜୀବନରେ ଆଗକୁ ବଢ଼ିବା ଉଚିତ। ଜୟ ଲକ୍ଷ୍ମୀନାରାୟଣ।